ଯେତେବେଳେ ବୋଲବମ୍ ଆସେ ସେତେବେଳେ ଧବଳେଶ୍ୱର ପୀଠ ଏକ ପ୍ରକାର ଭିଡ଼ ହୋଇଯାଏ। କାରଣ ଯେଉଁମାନେ ମାନସିକଧାରୀ ରହିଛନ୍ତି ସେମାନେ କିଭଳି ଭାବରେ ବାବାଙ୍କ ପୀଠକୁ ଆସିବେ ଏବଂ ଏ ଜାଗାରେ ଜଳ ଲାଗି କରିବେ ସେଥିପାଇଁ ସମସ୍ତେ ମାନସିକ କରିଥାନ୍ତି ଏବଂ ଏହି ସମୟକୁ ଶ୍ରାବଣ ମାସକୁ ଅପେକ୍ଷା କରିଥାନ୍ତି। ଚଳିତ ବର୍ଷ 4ଟି ଶ୍ରାବଣ ମାସର ସୋମବାର ପଡ଼ିଛି। ଯେହେତୁ ଆଜି ହେଉଛି ଦ୍ୱିତୀୟ ସୋମବାର, ତ ଦ୍ୱିତୀୟ ସୋମବାରରେ ପ୍ରବଳ ଭିଡ଼ ଧବଳେଶ୍ୱର ପୀଠରେ ପରିଲକ୍ଷିତ ହେଉଛି। ଆପଣ ଦେଖିପାରୁଥିବେ ଯେଉଁ କାଉଡ଼ିଆ ମାନେ ଅଛନ୍ତି ସେମାନଙ୍କୁ ବର୍ତ୍ତମାନ ଧୀରେ ଧୀରେ ସେମାନେ ବାବାଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର ଗୁମୁଟ ଭିତରେ ଦେଇକି ପ୍ରବେଶ କରୁଛନ୍ତି ଏବଂ ଗୋଟିଏ ପଟେ ମଧ୍ୟ ସେ ବେଢ଼ାରେ ମଧ୍ୟ ଯେଉଁମାନେ କାଉଡ଼ିଆ ରହିଛନ୍ତି ସେମାନେ ଜଳ ଲାଗି କରିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। କିଭଳି ଭାବରେ ଶୃଙ୍ଖଳିତ ଦର୍ଶନ ହୋଇପାରିବ, ଯେଉଁ କାଉଡ଼ିଆ ମାନେ ଆସୁଛନ୍ତି କିଭଳି ଭାବରେ ଶୃଙ୍ଖଳିତ ସେମାନେ ପାଣି ଲାଗି କରିପାରିବେ ମହାଦେବଙ୍କ ନିକଟରେ, ଧବଳେଶ୍ୱରଙ୍କ ନିକଟରେ, ସେଥିପାଇଁ ବ୍ୟବସ୍ଥା କରାଯାଇଛି। ବ୍ୟାରିକେଟିଂର ବ୍ୟବସ୍ଥା କରାଯାଇଛି। ଗତ କାଲିଠାରୁ ହିଁ ଏ ଜାଗାରେ ଭିଡ଼ ପରିଲକ୍ଷିତ ହେଉଛି। କାରଣ ଆପଣ ଜାଣିଛନ୍ତି ଗତ ଥର ଯେତେବେଳେ ଡେରିରେ ଗୋଟିଏ ପ୍ରକାର ସୂଚନା ମିଳିଲା ଯେ ଧବଳେଶ୍ୱର ସୋମବାର ପାଇଁ ଖୋଲା ହେବ, ସେତେବେଳେ କାଉଡ଼ିଆ ମାନେ ମନସ୍ଥ କରିଦେଇଥିଲେ, ସଂକଳ୍ପ କରିଦେଇଥିଲେ ଅନ୍ୟ ମହାଦେବଙ୍କ ପାଖରେ ଜଳ ଲାଗି କରିବା ପାଇଁ। ତ ସେଥିପାଇଁ ଗତ ଥର ପ୍ରାୟ ଫାଙ୍କା ରହିଥିଲା, କିନ୍ତୁ ଆଜି ଆପଣ ଦେଖୁଛନ୍ତି ହଜାର ହଜାର କାଉଡ଼ିଆ ଭକ୍ତ ଯେଉଁମାନେ ଅପେକ୍ଷା କରି ରହିଥିଲେ, ଦୀର୍ଘ ବର୍ଷ ଧରି ଅପେକ୍ଷା କରି ରହିଥିଲେ ବାବାଙ୍କ ମସ୍ତକରେ ଜଳ ଲାଗି କରିବା ପାଇଁ, ସେମାନେ ବର୍ତ୍ତମାନ ଆସିଛନ୍ତି। ଆପଣ ଭାଇ କେଉଁଠୁ ଆସିଥିଲେ? ଭାଇ ମାହାଙ୍ଗା ରାହାଣିଆରୁ ଆସିଛି। କେବେ ଆସିଲେ, କେତେବେଳେ ଆସିଲେ? ଆମେ ଶନିବାର 4ଟା ବେଳକୁ ବାହାରିଛୁ। କୋଉଠୁ ବାହାରିଲେ ଆପଣ? ମାହାଙ୍ଗା ରାହାଣିଆରୁ। ପାଣି କୋଉଠୁ ଉଠେଇଲେ? ପାଣି ସେଇଠୁ ଘର ପାଖରୁ ଉଠେଇଲୁ। ଆଜ୍ଞା 3 ଦିନ। ଆଜ୍ଞା ଏ କଷ୍ଟ ହେଲାନି? ବହୁତ କଷ୍ଟ ହେଇଛି। ଦେଖନ୍ତୁ ଯେଉଁ ଭକ୍ତମାନେ ରହିଛନ୍ତି ସେମାନେ କହୁଛନ୍ତି ଯେ କଷ୍ଟ ହେଲା, କିନ୍ତୁ ଏ ଆପଣ ତାଙ୍କ ମୁହଁରୁ ସେ ହସରୁ ଜାଣିପାରୁଥିବେ ଯେ ଯେତେବେଳେ ସେମାନେ ବାବାଙ୍କ ପୀଠକୁ ପଳେଇ ଆସୁଛନ୍ତି ସେତେବେଳେ ସେ କଷ୍ଟ ସେ ଦୁଃଖ ସବୁ ଭୁଲି ଯାଉଛନ୍ତି। ଆପଣ କୋଉଠୁ ଆସିଥିଲେ? ଚୌଦ୍ୱାରରୁ ଆସିଥିବେ। ଆଜ୍ଞା କେତେବେଳେ ପାଣି ଉଠେଇଲେ? ଆମେ କାଲି 3ଟା ବେଳକୁ ପାଣି ଉଠେଇଛୁ, ଆସିକି ପହଞ୍ଚିଲୁ ଏଠି ସନ୍ଧ୍ୟା ରାତି ହେଇଗଲା 8:30 9ଟା ହେଇଗଲା। ଏ ବ୍ୟବସ୍ଥା ବହୁତ ଭଲ, ଆରାମସେ ଶାନ୍ତି ଶୃଙ୍ଖଳାରେ ଆସିକି ପାଣି ଢାଳିଲୁ ପ୍ରଭୁ ଧବଳେଶ୍ୱରଙ୍କ ପାଖରେ। ଗତ ଥର ମଧ୍ୟ ବନ୍ଦ କରାଯାଇଥିଲା କିନ୍ତୁ ଟିକେ ଲେଟ୍ରେ ଡିକ୍ଲେୟାର ହେଲା ଖୋଲିବ ବୋଲି। ହଁ ଡିକ୍ଲେୟାର ହେଇଥିଲା, ଏଇ ଅସୁବିଧା ପାଇଁ ପାଣି ପାଇଁ ଅସୁବିଧା ହେଇଥିଲା, କିନ୍ତୁ ଏ ବର୍ଷ ଠିକ୍ଠାକ୍ ହେଲା, ଭଲ ଲାଗିଲା, ବହୁତ ଭଲ ଲାଗିଲା। ଏବେ ବର୍ତ୍ତମାନ ପାଣି ଠିକ୍ରେ ଢାଳିଲେ? ଆଜ୍ଞା ମନ ଶାନ୍ତି ତ? ମନ ଶାନ୍ତି, ମାନସିକ ଯାହା କହିଥିଲେ ପୂରଣ ହବ? ଆଜ୍ଞା ନିଶ୍ଚିତ। ବାବାଙ୍କ କୃପା ସବୁ। ହଁ ଦେଖନ୍ତୁ ଯାହା ମଧ୍ୟ ଭକ୍ତମାନେ କହୁଥିଲେ ଏବଂ ଯେଉଁ ପୂଜକମାନେ କହୁଥିଲେ ଯେ ଯେତେବେଳେ ସେମାନେ ଏ ଜାଗାକୁ ଆସୁଛନ୍ତି ସେତେବେଳେ କଷ୍ଟ ଲାଗୁଛି, କିନ୍ତୁ ଯେତେବେଳେ ବାବାଙ୍କ ପୀଠରେ ପହଞ୍ଚି ଯାଉଛନ୍ତି କଷ୍ଟ ଲାଘବ ହେଇଯାଉଛି, ଦୁଃଖ ଲାଘବ ହେଇଯାଉଛି। କାରଣ ଇଏ ହେଉଛି ବାବା ଧବଳେଶ୍ୱରଙ୍କର ଅପାର କରୁଣା। ତାଙ୍କ ପାଖକୁ ଯେଉଁ ଭକ୍ତଟି ଆସିବ ତାର ଦୁଃଖକୁ ସେ ଲାଘବ କରିବେ, ତା କଷ୍ଟକୁ ସେ ଦୂର କରିଦେବେ। ଏ ହେଉଛି ବାବାଙ୍କ ମହିମା ଏବଂ ଆଜି ସେଇଥିପାଇଁ ହଜାର ହଜାର କାଉଡ଼ିଆ ଶ୍ରଦ୍ଧାଳୁ ବର୍ତ୍ତମାନ ଭିଡ଼ ଜମେଇଛନ୍ତି ବାବା ଧବଳେଶ୍ୱରଙ୍କ ପୀଠରେ। ମାମା ଭରସା ମାନେ କ'ଣ? ପାତ୍ର ଇଲେକ୍ଟ୍ରୋନିକ୍ସ, ସମ୍ପର୍କ ଏକ ଭରସାର।